ନମସ୍କାର ଦର୍ଶକ ବନ୍ଧୁ, ଆଜି ରାତି 8:30ରେ ଦେଖନ୍ତୁ ମୋ ସିନ୍ଦୁରର ଅଧିକାର ଜବରଦସ୍ତ ସିନ୍ ଅଛି। ଆଦି କହୁଛନ୍ତି ମୁକ୍ତିଙ୍କୁ, ତୁମକୁ ଆଜି ସତ କହିବାକୁ ପଡ଼ିବ, ନହେଲେ ମୁଁ ଆଜି କିଛି ବି କରିଦେବି। ମୁକ୍ତି କହୁଛନ୍ତି, ଆପଣ କ'ଣ କରିବେ? ଆଦି କହୁଛନ୍ତି, ହେଲେ ମନେ ରଖ, ଆଜିର ଏଇ ମେହେନ୍ଦି ସେରିମନି ହବନି, କାହିଁକି ନା ମୁଁ ଏଇ ମିଛ ସମ୍ପର୍କରେ ବାନ୍ଧି ହେବାକୁ ଚାହୁଁନାହିଁ। ଏତିକି କହି ଆଦି ଚାଲିଯିବେ। ମୁକ୍ତି ଆଦିଙ୍କୁ ଡାକିବେ, କିନ୍ତୁ ଆଦି ଶୁଣିବେନି, ଚାଲିଯିବେ। ଠିକ୍ ସେତିକିବେଳେ ରାଗିଣୀ ଆସି ମୁକ୍ତିଙ୍କୁ ଜୁସ୍ ଦେବେ ଓ କହିବେ, ଜୁସ୍ଟା ପିଇ ଦିଅନ୍ତୁ, ଆଉ ଟିକିଏ ଫଙ୍କସନ୍ ଆରମ୍ଭ ହୋଇଯିବ। ମୁକ୍ତି କହିବେ, ମୁଁ ତ ଜୁସ୍ ମଗେଇନି। ରାଗିଣୀ କହିବେ, ଆପଣ ମଗେଇ ନଥିଲେ ଯେ, ଆପଣଙ୍କର କାଶ ହେଲା ତ ସେଇଥିପାଇଁ ନେଇ ଆସିଲି। ଏ ଘରର ମାଲିକାଣୀମାନେ ମା' ମୋତେ କହିଥିଲେ ଯେ ଆପଣଙ୍କର ବିଶେଷ ଧ୍ୟାନ ରଖିବା ପାଇଁ। ଏବେ ଦର୍ଶକ ବନ୍ଧୁ, କ'ଣ ମୁକ୍ତି ରାଗିଣୀ ହାତରେ ଜୁସ୍ ପିଇବେ? କମେଣ୍ଟ ମାଧ୍ୟମରେ ଜଣାଇ ଦିଅନ୍ତୁ।